ଆଜିର ଭିଡ଼ିଓରେ ଆଜିର ଅନୁଚିନ୍ତା ସାଧୁବାଣୀ ସମ୍ବନ୍ଧୀୟ କିଛି ଟିପ୍ସ ରହିଛି, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। 1 ନମ୍ବର ଅଛି, ଗୋଡ୍ରେଜର ମୁହଁ ଦକ୍ଷିଣ ଦିଗକୁ କରି ଘରେ ରଖନ୍ତୁ ନାହିଁ। ଯଦି ଏପରି ହୁଏ ତେବେ ଘରର କାହାର ଦେହ ସବୁବେଳେ ଅସୁସ୍ଥ ରହିବ ଏବଂ ତା ପଛରେ ସବୁବେଳେ ଟଙ୍କା ଖର୍ଚ୍ଚ ହେବ। ତାହେଲେ ଗୋଡ୍ରେଜର ମୁହଁ ଉତ୍ତର ଦିଗକୁ ରଖିଲେ ବହୁତ ଭଲ ହୋଇଥାଏ, ମଙ୍ଗଳ ହୋଇଥାଏ। 2 ନମ୍ବର, ଗୋଟିଏ ହାତ ଉଠାଇ କାହାରିକୁ ନମସ୍କାର କରିବା ଉଚିତ ନୁହେଁ। ହାତ ଯୋଡ଼ି ନମସ୍କାର କରନ୍ତୁ କିମ୍ବା ଯଦି ହ୍ୟାଣ୍ଡେଲ ଧରିଛନ୍ତି ତେବେ ମୁଣ୍ଡ ତଳକୁ କରିଦିଅନ୍ତୁ, ସେତିକି ହିଁ ଯଥେଷ୍ଟ। ଗୋଟିଏ ହାତରେ ନମସ୍କାର କରିବା ଉଚିତ ନୁହେଁ। 3 ନମ୍ବର, କେଶ ଉପୁଡ଼ୁଥିଲେ ଲୁଣ ଗୁଣ୍ଡ ଏବଂ ଦୁଦୁରା ପତ୍ର 7 ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ। ଏଇଟା ଯଦି କେଶ ଉପୁଡ଼ୁଛି ତେବେ ଏଇଟା 7 ଦିନ ଲଗାଇଲେ ଆଉ କେଶ ଉପୁଡ଼ିବ ନାହିଁ। ଲୁଣ ଗୁଣ୍ଡ ସହିତ ଦୁଦୁରା ପତ୍ର ଲଗାଇ ସାରିଲା ପରେ ଗାଧେଇବେ। 4 ନମ୍ବର, ଘରେ ବ୍ୟବହୃତ ପାଣି ବନ୍ଦ ପରେ ମଧ୍ୟ ପାଣି ଝରିଲେ ଘରର ଅମଙ୍ଗଳ ହୋଇଥାଏ। ଏହା ଫଳରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟେ ନାହିଁ। ଘରେ ଯେଉଁ ପାଣି ଟ୍ୟାପ କରିଛେ ବନ୍ଦ କଲା ପରେ ବି ଗୋଟେ ଟ୍ୟାପରୁ ଟପ୍ 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 ହେଇକରି ପାଣି ପଡ଼ିଥାଏ। ଯଦି ଏଇ ଟପ୍ ଟପ୍ ହେଇକରି ପାଣି ପଡ଼ିବ ତେବେ ସେହିପରି ଗୋଟିଏ ପରେ ଗୋଟିଏ ଟଙ୍କା ଖର୍ଚ୍ଚ ହେଇ ଚାଲିବ, ଅଯଥାରେ ଖର୍ଚ୍ଚ ହେଇ ଚାଲିବ, ଯାହାଫଳରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟିବ ନାହିଁ। 5 ନମ୍ବର, ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧନୀ ଅଧିବ୍ୟାଧି ହିରାମ୍ ନିତ୍ୟ ତୁଳସୀ ତ୍ୱମ୍ ନମସ୍ତୁତେ। ଏହି ମନ୍ତ୍ର ଜପ କରି ତୁଳସୀ ପତ୍ର ତୋଳନ୍ତୁ। ଏହି ମନ୍ତ୍ର ଜପ କରି ସାରିଲା ପରେ 3 ଥର ତାଳି ମାରିବେ। ତାଳି ମାରି ସାରିଲା ପରେ ତୁଳସୀ ପତ୍ର ତୋଳିଲେ ମଙ୍ଗଳ ହୋଇଥାଏ। 6 ନମ୍ବର, ରାତ୍ରି ଭୋଜନ ପରେ ଉଷୁମ ପାଣିରେ ଅଳ୍ପ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଭଲ ନିଦ ହୋଇଥାଏ। କେବଳ ଯେଉଁମାନଙ୍କର ନିଦ ହୁଏନି ରାତିରେ ସେଇମାନେ এই କାମଟା କରିବା ଉଚିତ। 7 ନମ୍ବର, ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନା ଲାଲ କିମ୍ବା ହଳଦିଆ କପଡ଼ାରେ ଗୁଡ଼ାଇ ରଖିଲେ ଶୁଭ ହୋଇଥାଏ। ସାଧାରଣତଃ ଏଠି ବାମ ହାତରେ କୁହାଯାଇଛି, ମହିଳାମାନେ ତ ବାମ ହାତରେ ପିନ୍ଧିପାରିବେ, ଡାହାଣ ହାତରେ ପିନ୍ଧିପାରିବେ, କିନ୍ତୁ ବାମ ହାତର ଆଙ୍ଗୁଠିରେ ମୁଦି ଲଗାଇବା ପାଇଁ ମନା କରାଯାଇଛି। କିନ୍ତୁ ପୁରୁଷମାନେ ବାମ ହାତ ଆଙ୍ଗୁଠିରେ ମୁଦି ଲଗାଇ ପାରିବେ ନାହିଁ କି ମହିଳାମାନେ ବାମ ହାତ ଆଙ୍ଗୁଠିରେ ମୁଦି ଲଗାଇ ପାରିବେ ନାହିଁ। କେବଳ ମହିଳାମାନେ ବାମ ହାତରେ ଚୁଡ଼ି ପିନ୍ଧିପାରିବେ, ସୁନା ଚୁଡ଼ି, ଡାହାଣ ହାତରେ ତ ପିନ୍ଧିପାରିବେ, ବାମ ହାତରେ ପିନ୍ଧିଲେ ଏଇଟା ଦୋଷାବହ ନୁହେଁ। 8 ନମ୍ବର, ଝାଡ଼ୁରେ ଗୋଡ଼ ଲଗାନ୍ତୁ ନାହିଁ। ଜଣେ ଜଣେ ଝାଡ଼ୁ ପଡ଼ିଥିବ, ଝାଡ଼ୁ ଉପରେ ଚଢ଼ିଯାଆନ୍ତି। ଯଦି ବାଇଚାନ୍ସ ଗୋଡ଼ ବାଜିଗଲା ତେବେ ତାକୁ ମୁଣ୍ଡିଆ ମାରିବା ଉଚିତ। ଶନିବାର ଦିନ ଘରକୁ ଝାଡ଼ୁ ଆଣନ୍ତୁ ନାହିଁ ଆଉ ଘରର ପଶ୍ଚିମ ଦିଗରେ ରଖିଲେ ଶୁଭ ଫଳ ମିଳିଥାଏ। ଶନିବାର ଦିନ ଘରକୁ ଝାଡ଼ୁ ଆଣନ୍ତି ନାହିଁ, ଲୁହା ଆଣନ୍ତି ନାହିଁ, ତେଲ ଆଣନ୍ତି ନାହିଁ। ସାଧାରଣତଃ ଝାଡ଼ୁକୁ ପଶ୍ଚିମ ଦିଗରେ ଲୁଚେଇକିରି ରଖନ୍ତି। 9 ନମ୍ବର, ହରଡ଼ ଡାଲି ସହିତ ଦହି ଖାଆନ୍ତୁ ନାହିଁ। ବ୍ଲଡ଼ ପ୍ରେସର ବଢ଼ିଯିବାର ସମ୍ଭାବନା ଥାଏ। 10 ନମ୍ବର,
ମହୁକୁ କେବେ ବି ଗରମ କରି ଖାଆନ୍ତୁ ନାହିଁ, ଏହା କ୍ଷତିକାରକ ହୋଇଥାଏ। 11 ନମ୍ବର, ଶୋଇବା ଖଟ ବା ପଲଙ୍କ ପାଖରେ ଜୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ, ଏହା କଲେ ଅମଙ୍ଗଳ ହୋଇଥାଏ। 12 ନମ୍ବର, ଘରେ ହିଂସ୍ର, ବାଘ ଓ ସିଂହର ଫଟୋ ଚିତ୍ର କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ, ଏହାଦ୍ୱାରା ଅଶୁଭ ହୋଇଥାଏ ଏବଂ ମନୁଷ୍ୟ କ୍ରୋଧୀ ହୋଇଥାଏ, ଯାହାକି ଘରେ ଅଯଥା ଝଗଡ଼ା ହୋଇଥାଏ। ବାଘ ଆଉ ସିଂହ ହେଉଛନ୍ତି ହିଂସ୍ର, ତେଣୁ ଆମେ ଯଦି ବାଘର ଫଟୋ ଚିତ୍ର ବା ସିଂହର ଫଟୋ ଚିତ୍ର କି ମୂର୍ତ୍ତି ରଖିବା, ସିଏ ହେଉଛନ୍ତି ହିଂସ୍ର। ମଣିଷ ମଧ୍ୟ ତାଙ୍କରି ପରି ହିଂସ୍ର ବା କ୍ରୋଧୀ ହୋଇଥାନ୍ତି, ଯାହାଫଳରେ କି ଅଯଥାରେ ଝଗଡ଼ା ହୋଇଥାଏ। 13 ନମ୍ବର, ଯେଉଁମାନେ ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି, ସେମାନେ ବରଗଛ ଓ ଅଶ୍ୱତ୍ଥ ଗଛ ଏକାଠି ଥିବା ସ୍ଥାନରେ ପ୍ରତିଦିନ 20 ମିନିଟ୍ ବସିଲେ ସ୍ମରଣ ଶକ୍ତି ବଢ଼ିଥାଏ। 14 ନମ୍ବର, ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରର ଦୁଆର ମୁହଁରେ ହଳଦିଆ ଚିତା ଉପରେ ଏକ ଲାଲ ଚିତା ଆଙ୍କନ୍ତୁ। ଏହା 1 ବର୍ଷ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ରଜ ସଂକ୍ରାନ୍ତି ଜୁନ୍ ମାସ 15 ତାରିଖରେ ପଡ଼ିଥାଏ। 15 ନମ୍ବର, ଅରଖ ଗଛ ଘର ପାଖରେ ରହିଲେ ଶୁଭ ଫଳ ମିଳିଥାଏ, ଏହାକୁ ନଷ୍ଟ କରନ୍ତୁ ନାହିଁ। ସାଧୁବାଣୀର ଭିଡ଼ିଓ ଏହିପରି ପରବର୍ତ୍ତୀ ସମୟରେ ଅପଲୋଡ଼ କରାଯିବ, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଆଜି ପାଇଁ ଏତିକିରେ ରହିଲି। ଥ୍ୟାଙ୍କ ୟୁ।